ଆଜି ଗୋଟେ ଫ୍ୟାମିଲି ଫଙ୍କସନ୍ ଆଟେଣ୍ଡ କରିବା ପାଇଁ ଆମକୁ ଯାଜପୁର ଯିବାର ଥିଲା ତ ଆମେ ସକାଳୁ ହିଁ ବାହାରି ଯାଇଥିଲୁ। ଆମେ ମନୀଷା ଭାଉଜ, ମମି, ମୁଁ, ବୁବୁନ ଭାଇ ଆମେ ସବୁ ସାଙ୍ଗରେ ଯାଇଥିଲୁ। ସେଠୁ ବାହାରିକି ଆମେ ଆସିଯାଇଥିଲୁ ତ ଆମେ ଡିସାଇଡ଼୍ କଲୁ ଯେହେତୁ ଆମେ ଯାଜପୁରରେ ଅଛୁ ହିଁ ତ ଆମେ ଟିକେ ଯାଜପୁର ହିଁ ଏକ୍ସପ୍ଲୋର କରିନେବୁ। ଦେନ୍ ଏଇ ଆଗ ଗାଡ଼ିରେ ମୋ ବଡ଼ ମାମୁଁ, ମାଇଁ ଆଉ ଚିକୁ ଭାଇ ଯାଉଥିଲେ। ଆମେ ଯାଉଥିଲୁ, ଆପଣମାନେ ଯଦି ଶୁଣିଥିବେ ଯାଜପୁରରେ ଗୋଟେ ବହୁତ ହି ବଡ଼ ଶିବ ମୂର୍ତ୍ତି ତିଆରି ହେଉଛି। ଆମେ ସେଇଟା ଦେଖିବୁ ବୋଲି ଯାଇଥିଲୁ। ମୂର୍ତ୍ତି ଏଯାଏଁ କମ୍ପ୍ଲିଟଲି ତିଆରି ହେଇନଥିଲା, ବଟ୍ ସିନ୍ସ ଆମେ ଆସିଥିଲୁ ବୋଲି ଆମେ ବୁଲିଯିବୁ ଭାବିଲୁ। ଏଠି ସବୁ ଓହ୍ଲେଇକି ଟିକେ ଫଟୋ ନେଉଥିଲେ। ଆପଣ ଦେଖିପାରୁଥିବେ କେତେ ସୁନ୍ଦର ମୂର୍ତ୍ତି ଏଇଟା। ତାପରେ ଆମେ ଡିସାଇଡ଼୍ କଲୁ ଅଫକୋର୍ସ ଯାଜପୁର ଆସୁଛୁ ତ ବିରଜା ମନ୍ଦିର ନଗଲେ ତ ହେବନି। ଏଠି ଅପା ମୁଁ ଓହ୍ଲେଇକି ଯାଉଥିଲୁ ଆଗେ, ମମି ତାର ଆସୁଥିଲା ପଛରେ। ମୁଁ ଏଠି ମନ୍ଦିର ଭିତରକୁ ଯିବା ଆଗରୁ ବାହାରୁ ହିଁ ମୁଁ ପାଦ ଧୋଇକି ଯାଉଥିଲି। ଆଉ ଆପଣମାନେ ଯେଉଁମାନେ ବି ଜାଣିନଥିବେ ବିରଜା ମନ୍ଦିର ଯେଉଁଟା ଯାଜପୁରରେ ଅଛି ସେଇଟା ୱାନ୍ ଅଫ୍ ଦ 51 ସିକ୍ରେଟ୍ ଶକ୍ତିପୀଠ ଭିତରୁ ଗୋଟେ। ଏଠି ମାନନ୍ତି କି ସତୀଙ୍କର ନାଭି ପଡ଼ିଥିଲା ବୋଲି। ତ ଆମେ ଏଠି ପୁରା ମନ୍ଦିର ବୁଲିଲା ପରେ ଏଠି ଥିଲେ ଗୋଟେ ଜାଗାରେ 54ଟା ଶିବଲିଙ୍ଗ। ମୁଁ ଏତେ ରେକର୍ଡ଼ିଂଟା କରିପାରିଲିନି, ବଟ୍ ଏମିତି 54ଟା ଲିଙ୍ଗ ଥିଲେ ଭିତରେ। ତାପରେ ଆମେ ମନ୍ଦିରରୁ ବାହାରି ଆସିଥିଲୁ। ଏଠି ମାମୁଁ ଆମର ୱେଟ୍ କରୁଥିଲେ। ସିଏ ଆମକୁ ୱେଟ୍ କରିଥିଲେ, କହିବେ ଯେ ବାଟ ଆକ୍ଚୁଆଲି କେଉଁ ବାଟେ ଦେଇକି ଆମେ ଫେରେ ଭୁବନେଶ୍ୱର ପାଇଁ ବାହାରିବୁ। ଆଉ ଏଠି ଆମେ ସବୁ ହସୁଛୁ ସକାଳୁ ପୋରୁଠୁ ହିଁ ସିଏ ସେ ଗୋଟିଏ ରାସ୍ତା ଆମକୁ ପାଖାପାଖି 100 ଥର କହିସାରିଲେଣି। ତ ସେଥିପାଇଁ ଏଠି ଭାଉଜ, ଅପା, ମୁଁ, ମମି ସବୁ ବସିକି ହସୁଥିଲୁ ତାଙ୍କ କଥା ଶୁଣିକି, କାହିଁକିନା ସେ ଫେରେ ସେୟାକୁ ରିପିଟ୍ କରି ଚାଲିଥିଲେ ପୁରା। ତାପରେ ଆସିଲା ବେଳେ ବାଟରେ ବହୁତ ହି ସୁନ୍ଦର ପାଗ କରିଥିଲା, ତ ଆମେ ଗୀତ ଶୁଣି ଶୁଣି ପୁରା ଭାଇବ୍ କରିକି ଆସୁଥିଲୁ। ମୁଁ ଜାଣିନି ଆପଣମାନଙ୍କ ଭିତରୁ କେତେଜଣ ସେଇଟା ଟ୍ରାଏ କରିଛନ୍ତି, ବଟ୍ ପୁରୁଣା ମଙ୍ଗୁଳି ଟୋଲ୍ ଗେଟ୍ ପରେ ପରେ ଗୋଟେ ଦୋକାନ ଅଛି ଯେଉଁଠି ଚିଲ୍ଲି ପନିର ସିଙ୍ଗଡ଼ା ମିଳେ। ହଁ ଗାଇସ୍, ଚିଲ୍ଲି ପନିର ସିଙ୍ଗଡ଼ା ମୁଁ ସେଇଟା ବହୁତ ଆଗରୁ ଟ୍ରାଏ କରିଥିଲି। ତାପରେ ଟୋଲ୍ ଗେଟ୍ ଉଠିଲା ପରେ ମୋତେ ତ ରାସ୍ତାରେ ଏତେ ନଲେଜ୍ ନାହିଁ, ମୁଁ ସେ ଦୋକାନଟା ପାଇନଥିଲି। ଆଜି ମୁଁ ମୋ ଭାଇଙ୍କୁ କହିଥିଲି କି ସେଇଠି ଅଟକେଇବ, ଟିକେ ଟ୍ରାଏ କରିବା। ଆଉ ସେଇଟା ବଢ଼ିଆ ଲାଗେ। ଆପଣମାନେ କେବେ ଯଦି ଯିବେ ନିଶ୍ଚିତ ଟ୍ରାଏ କରନ୍ତୁ। ତାପରେ ଆମେ କଟକ ଭିତରେ ପଶିଥିଲୁ। ପଶିକି ଏଠି ସବୁ ଟିକେ ଗୁପଚୁପ୍ ଖାଉଥିଲୁ। ଅଫିସ୍ ଚାଲିଥିଲା ବୋଲି ଅପା ମୋତେ ଗାଡ଼ିରେ ହିଁ ଦେଇଦେଇଥିଲା। ଆଉ ମୁଁ ମୋର ଏଠି ମୋର ଶୁଖିଲା ପାମ୍ପଡ଼ି ଖାଇକି ଏନ୍ଜୟ କରୁଛି ଭ୍ୟୁ ପୁରା। ଦ୍ୟାଟ୍ସ ଇଟ୍ ଫର୍ ଦିସ୍ ବ୍ଲଗ୍ ଗାଇଜ୍, ବାଇ।